ଆଜି 400 ଟଙ୍କା ଦେଇ କୋଉ ମାଛ ଆଉ କାହିଁକି ମୁଁ ବଜାରରୁ ଆଣିଲି ଚାଲନ୍ତୁ ଦେଖିବା। ତ ଆଜି ମାଛ ଖାଇବାର ବହୁତ ଇଚ୍ଛା ଥିଲା, କାହିଁକି ନା ଏବେ ନବରାତ୍ରି ଯେହେତୁ ଆସୁଛି ତ ମାଛ ନନଭେଜ ବନ୍ଦ ହେଇଯିବ। ଆଉ ତା ଛଡ଼ା ଏବେ ରବିବାର ଦିନ ବି ତ ଖିଆ ହେଇନି, ତ ଏମିତି ନ ଖାଇବାର 2 ସପ୍ତାହ ପାଖାପାଖି ହେଇଗଲାଣି। ତେଣୁ ମାର୍କେଟକୁ ଯାଇ ମାଛ ଆଣିବାର ପ୍ଲାନିଂ କଲି। ତ ମାର୍କେଟକୁ ଗଲା ବେଳକୁ କ'ଣ ହେଇଛି ନା ସବୁ ମାଛ ଦୋକାନ ବନ୍ଦ, କୌଣସି ମାଛ ଦୋକାନ ଖୋଲା ନାହିଁ। ତ ଗୋଟେ ମାତ୍ର ମାଛ ଦୋକାନ ଖୋଲା ଥିଲା। ଆଉ ଯେତେବେଳେ ତାଙ୍କୁ ପଚାରିଲି ମାଛର ରେଟ୍ଟା ଶୁଣିକି ମୁଁ ମୁଣ୍ଡରେ ହାତ ଦେଇଦେଲି। ସେ କହିଲେ ମାଛ କେଜି ହେଉଛି 380 ଟଙ୍କା, ଆଉ ରୋହି ମାଛ ଯଦି ଦରକାର କେବଳ ଫ୍ରେଶ୍ ମାଛ ଅଛି, ବରଫ ବାଲା ମାଛ ନାହିଁ। ଫ୍ରେଶ୍ ମାଛ ଅବଶ୍ୟ ଟେଷ୍ଟ ଭଲ ଲାଗେ, କିନ୍ତୁ ଏତେ ରେଟ୍ ବାପରେ। ତେଣୁ କିଛି ତ ଆଉ ଉପାୟ ନଥିଲା, କରିବି କ'ଣ? ବାର୍ଗେନିଂ କରିବାର ବି କୌଣସି ଅପସନ୍ ନଥିଲା। ତେଣୁ 380 ଟଙ୍କା ଦେଇ କାନ ମୁଣ୍ଡା ଆଉଁସି ମାଛ ଧରିକି ଆସିଲି। କିନ୍ତୁ ହଁ, ଏତିକି ଟଙ୍କାରେ ମାଛ ଆଣିବାଟା ଓର୍ଥ ଇଟ୍ ଥିଲା। ମାଛର ଟେଷ୍ଟ ବହୁତ ହି ଭଲ ଥିଲା।